ପ୍ରସନ୍ନ ଆଚାର୍ଯ୍ୟ ଏହି ସଂଗତିରେ ତାଙ୍କର ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହୁଛନ୍ତି ଗୋଟେ ସ୍କୁଲ ଫଙ୍କସନ୍ ଥିଲା, ଆଉ ସ୍କୁଲ ଫଙ୍କସନ୍ରେ ମୁଁ ସାଧାରଣତଃ କୌଣସି ରାଜନୈତିକ ବକ୍ତବ୍ୟ ରଖେ ନାହିଁ। ଆଉ ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ଭାଷଣ ଦେଲେ ସେଟା ମୁଁ ଭାଷଣ ଦେଲା ପରେ ସେ ଭାଷଣ ଦେଲେ, ଯେଉଁଠିକି ନବୀନ ପଟ୍ଟନାୟକଙ୍କ କଥା ସେ କହିଲେ। ତାଙ୍କୁ କାଉଣ୍ଟର କରିବା ପାଇଁ ମୋ ପର୍ଯ୍ୟନ୍ତ ସୁଯୋଗ ନଥିଲା। ମୋ ନିଜ ନିର୍ବାଚନ ମଣ୍ଡଳୀର ସ୍କୁଲ ସେଇଟା, ସ୍କୁଲ ବାଲା ତାଙ୍କୁ ବି ଡାକିଥିଲେ, ମୋତେ ବି ଡାକିଥିଲେ। ତାପରେ ଯେଉଁଟା ହେଲା ସମ୍ବଲପୁରୀ ମଧ୍ୟ ବି ସେଠି ମଧ୍ୟ ଗୋଟେ ଫଙ୍କସନ୍ କଥା ରହିଲା। ସେ କହୁଛନ୍ତି ରାଜନୈତିକ ଜୀବନରେ ମୁଁ ତାଙ୍କର କୌଣସି କଥାରେ ରାଜନୀତିରେ ଆଦୌ ଏକମତ ନୁହେଁ। ମୁଁ ବିଜୁବାବୁଙ୍କ ସାଙ୍ଗରେ ଥିଲି, ଏବେ ମଧ୍ୟ ଅଛି, ଜନତା ବିଜେଡି ସାଙ୍ଗରେ ଅଛି, ରହିଛି, ରହିବି ମଧ୍ୟ, ଏଇଟା ସ୍ପଷ୍ଟ କରିଛନ୍ତି। କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ କଥା ଏହା ଜରିଆ ଦେଖିବାକୁ ଚାହୁଁଛନ୍ତି ଯେ ତାଙ୍କୁ ଜାତୀୟ ସ୍ତରରେ ତାଙ୍କ ଇସ୍ତଫା ପାଇଁ ନବୀନ ପଟ୍ଟନାୟକ କହିବା ବା ନବୀନ ପଟ୍ଟନାୟକ ଲୋକମାନେ ସେ ଭାବୁଛନ୍ତି କି ସେ ନବୀନ ପଟ୍ଟନାୟକ ଲୋକମାନେ କହୁଛନ୍ତି ଆମେ ନୁହଁ, ଯାଉ ଗୋ ବ୍ୟାକ୍ ସ୍ଲୋଗାନ ଭିତରେ ସିଏ ବିଜେଡ଼ିରେ ଅନେକ ଏବେ ବି ଲୋକ ଅଛନ୍ତି ଯେଉଁମାନେ ତାଙ୍କ ପ୍ରତି ସମର୍ଥନ ଅଛି ବା ସହାନୁଭୂତି ମଧ୍ୟ ଅଛି। ଏଇ କଥା ସେ ଦର୍ଶାଇବାକୁ ଚାହୁଁଛନ୍ତି। କିନ୍ତୁ ମୁଁ ଭାବୁନି ୟାର କିଛି ରାଜନୀତି ଦୃଷ୍ଟିରେ ଆର କିଛି ବିଶେଷ ମୂଲ୍ୟ ଅଛି ବୋଲି। ପ୍ରସନ୍ନ ଆଚାର୍ଯ୍ୟ ଜଣେ ଅଭିଜ୍ଞ ରାଜନେତା, ଆପଣ ଜାଣିଛନ୍ତି, ସେ କିଛି ନୂଆ ରାଜନେତା ନୁହଁ। ଯେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅଭିଜ୍ଞ, ସେ ଚତୁରେ ସେ କୋଳାକୋଳି, ସେମାନଙ୍କ ଭିତରେ ଯେଉଁ ବିଭାଜନ ଆଗରୁ ଥିଲା ଏବେ ବି ଅଛି। ଆଉ ମୁଁ ଭାବୁନି ଏଥିରେ ପ୍ରସନ୍ନ ଆଚାର୍ଯ୍ୟ ବିଜେପିକି ଆସୁଛନ୍ତି ଏମିତି ଗୁଡ଼ା ଚିନ୍ତା କରିବାଟା ଭୁଲ ମଧ୍ୟ ହେବ। ଅସନ୍ତୁଷ୍ଟ କେବେଠୁ ଥିଲେ? ଅସନ୍ତୁଷ୍ଟ ରହିବା ଯେ ଧର୍ମେନ୍ଦ୍ର ପ୍ରଧାନ ଧରନ୍ତୁ, ଧର୍ମେନ୍ଦ୍ର ପ୍ରଧାନ ବିଜେପି ସରକାର ରାଜ୍ୟ ସରକାର କାର୍ଯ୍ୟକ୍ରମରେ ସନ୍ତୁଷ୍ଟ କି ନୁହନ୍ତି? କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ବିଜେପିରେ ଅଛନ୍ତି ନା ନାହିଁ? ବିଜେପି ଅନେକ ମନ୍ତ୍ରୀ ଅଛନ୍ତି ତାଙ୍କରି ଲୋକ। ତେଣୁ ହେଇପାରେ ତାଙ୍କର ଅନେକ କ୍ଷେତ୍ରରେ ମତଭେଦ ରହିଛି। ଆପଣ ଯେମିତି ଧର୍ମେନ୍ଦ୍ର ପ୍ରଧାନଙ୍କର ଅଧିକାଂଶ ଆକ୍ଟିଭିଟି କେନ୍ଦ୍ର କରୁଛି ବର୍ତ୍ତମାନ ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ କନସେନ୍ଟ୍ରେଟ୍ କରୁଛନ୍ତି। ତେଣୁ ହେଇପାରେ ସେ, କିନ୍ତୁ ସିଏ କ'ଣ ବିଜେପି ବିରୋଧୀ ଭାବରେ ତ କାମ କରିବେନି ନା। ସେ ପ୍ରସନ୍ନ ଆଚାର୍ଯ୍ୟ ଏହି ସଂଗତିରେ ତାଙ୍କର ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହୁଛନ୍ତି ଗୋଟେ ସ୍କୁଲ ଫଙ୍କସନ୍ ଥିଲା, ଆଉ ସ୍କୁଲ ଫଙ୍କସନ୍ରେ ମୁଁ ସାଧାରଣତଃ କୌଣସି ରାଜନୈତିକ ବକ୍ତବ୍ୟ ରଖେ ନାହିଁ। ଆଉ ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ଭାଷଣ ଦେଲେ ସେଟା ମୁଁ ଭାଷଣ ଦେଲା ପରେ ସେ ଭାଷଣ ଦେଲେ, ଯେଉଁଠିକି ନବୀନ ପଟ୍ଟନାୟକଙ୍କ କଥା ସେ କହିଲେ। ତାଙ୍କୁ କାଉଣ୍ଟର କରିବା ପାଇଁ ମୋ ପର୍ଯ୍ୟନ୍ତ ସୁଯୋଗ ନଥିଲା। ମୋ ନିଜ ନିର୍ବାଚନ ମଣ୍ଡଳୀର ସ୍କୁଲ ସେଇଟା, ସ୍କୁଲ ବାଲା ତାଙ୍କୁ ବି ଡାକିଥିଲେ, ମୋତେ ବି ଡାକିଥିଲେ।